ଜଙ୍ଗଲ ଠାରୁ କିଛି ଦୂରରେ ଜଣେ ଚାଷୀର ବହୁତ ଗୁଡ଼ିଏ ଜମି ଥିଲା। ସେ ସେହି ଜମିରେ ଆଖୁ ଲଗାଇଥିଲା। ଜଙ୍ଗଲ ପାଖ ଦେଇ ବହି ଯାଉଥିବା ନଈରୁ ପାଣି ବୋହି ଚାଷୀଟି ତା ଆଖୁ କିଆରୀରେ ମଡ଼ାଉଥିଲା। ଆଖୁ ଗୁଡ଼ିକ ପାଣି ପାଇ ମୋଟା ମୋଟା ଓ ରସୁଆଳିଆ ହୋଇଥିଲା। ସଞ୍ଜ ହେଲେ ଜଙ୍ଗଲରୁ ଭାଲୁଟିଏ ପ୍ରତିଦିନ ଆସି ସେହି ଆଖୁ କିଆରୀ ଭିତରକୁ ପଶି ଯାଉଥିଲା। ମନଇଚ୍ଛା ସୁଆଦିଆ ଆଖୁକୁ ଚୋବାଇ ରସ ଖାଉଥିଲା। ଦିନେ ସେ ଭାବିଲା, ଏ ଆଖୁ ଗୁଡ଼ିକର ରସ ତ ଏତେ ମିଠା, ତା ଫଳ କେତେ ମିଠା ହୋଇନଥିବ। ଏହା ଭାବି ସେ ଆଖୁ କିଆରୀ ଯାକ ବୁଲି ବୁଲି ଆଖୁ ଫଳ ଖୋଜିବାକୁ ଲାଗିଲା। କଥାରେ ଅଛି, ଏମନ ଭାବୁଥାଏ ଯାହା କାଳପ୍ରାପ୍ତ ହୁଏ ତାହା। ଯୋଗକୁ ଗୋଟିଏ ଆଖୁ ଗଛ ଆଗରେ ମହୁମାଛିମାନେ ଫେଣା କରି ରହୁଥିଲେ। ଗଛ ଆଗରେ ଏଇ ମହୁ ଫେଣାଟି ଫଳ ଭଳି ତଳକୁ ଝୁଲି ରହୁଥିଲା। ଭାଲୁ ତାହା ଦେଖି ଆଖୁ ଫଳଟି ପାଇଗଲା ବୋଲି ଖୁବ୍ ଖୁସି ହୋଇଗଲା। ସେ ଗୋଡ଼ରେ ଧୀରେ ଧୀରେ ଆଖୁ ଗଛଟିକୁ ନୁଆଇଁ ଆଣିଲା। ଆଖୁ ଫଳ ଖାଇବ ବୋଲି ଯେମିତି ମହୁ ଫେଣାଟିରେ ମୁହଁ ଲଗାଇ ଛିଡ଼େଇ ଦେଇଛି, ଆଉ କୁଆଡ଼େ ସେଥିରେ ଥିବା ମହୁମାଛି ଗୁଡ଼ିକ ବାହାରି ଆସି ତା ମୁହଁ ଦେହ ସାରା ବେଢ଼ି ଯାଇ ବିନ୍ଧି ଦେଇଗଲେ। ଭାଲୁଟି ଜୀବନ ବିକଳରେ ରଡ଼ି ଛାଡ଼ି ବଣ ଭିତରକୁ ପଳାଇଗଲା। ସେଇ ଦିନଠାରୁ ଡରରେ ସେ ଆଖୁ ଖାଇବାକୁ ଆସିଲା ନାହିଁ। ଚାଷୀଟି ମଧ୍ୟ ତା ଆଖୁ ଗଛ ଗୁଡ଼ିକ ନିରାପଦରେ ରହିଥିବା ଦେଖି ଖୁସି ହେଲା। ଏହି ଭିଡ଼ିଓଟା ଆପଣମାନଙ୍କୁ ଯଦି ଭଲ ଲାଗିଥିବ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।